जी हूँ आम उदयभट्टर जगन्नाथ तत्व आश्रम प्रतिष्ठाता मो गुरुदेव आज श्राद्ध वार्षिक ये श्राद्ध वार्षिक जोगदेवा जीवा आम उदयभट्ट धाम जगन्नाथ तत्व आश्रम आज गुरुदेव श्राद्ध वार्षिक जोगदेवा गढ़ी उठी जगन्नाथ मंदिर सहित ये हूँ आम जगन्नाथ तत्व आश्रम जगन्नाथ तत्व आश्रम तत्सहित राजीव लोचन दासों समाधिपीठ तत्वाश्रम उदयभट्ट धाम महाप्रलयर एकमात्र समाधान श्री जगन्नाथ धर्म संस्कृति दर्शन ऐतिह्य परंपरा और तत्वर प्रचार और प्रसार निमंते आमर यही श्री जगन्नाथ तत्व आश्रम उदयभट्ट धाम आज्ञा ये गुरु आश्रम आज होती गुरुंकर श्राद्ध वार्षिक जगन्नाथ महाप्रभु पाखे 12 मास चली महापुरुषों जहाँ सेवा नीति अच्छी कर्मकर्ता उद्योग बंधुमान पर्याय रखिंट तत्व आश्रम प्रतिष्ठा उत्सव माघ सप्तमी एवं सोनिया दिवस तत्सहित श्राद्ध उत्सव ये तीन उत्सव ये पालन कराए आपण मैंने जो भाव में दो भाई मैंने संकीर्तन मंडली समस्त कर्मकर्ता पीठाधीश जो भाव में समस्त आज सकाल पूजा अर्चना करने सहित ये कार्य को आगे नहीं नाम संपर्क भाई कहते गुरु श्री जगन्नाथ ब्रह्म नाम तत्व ही श्री तीन नाम ये नाम जो परिकल्पना महापुरुष कर तत्व गुरु आम भगवान दास जो कथा को कहीकि गले एवं शिष्य मान जो बाणी देकी गले साकार करने ये कार्यक्रम चली मालिका संपर्क में ज्ञान ठीक कथा कहवा आम जो मानवीय लीला मनुष्य जो आचरण उच्चारण मनुष्य जो संस्कृति एवं जो धर्म मनुष्य जो सुख शांति बंचव समस्त परिवार हस खुशी रम समस्त को प्रभुंर आश्रित होगा पड़ो जी जो था जमी था समस्त आम से भगवान जगन्नाथ पाखे शरणापन्न प्रभु समस्त मंगल करूँ उदयभट्ट धाम विकास हो समस्त भक्तजन जन मंगल हो बोला एक बार ये कही
ଆଜିର ଏହି ଉଦୟବଟ ଧାମ ଯେଉଁ ଜଗନ୍ନାଥ ତତ୍ତ୍ୱ ଆଶ୍ରମ ଆମେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସେହି ଶ୍ରାଦ୍ଧବାର୍ଷିକ ଭଗବାନ ଦାସଙ୍କର ପାଳନ କରୁଛି। ପାଳନ ଅବସରରେ ଆମେ ତାଙ୍କର ସପରିବାର ବା ପୁତ୍ରଙ୍କ ସହ କିଛି ଆଲୋଚନା ରଖିବା। ମାଳିକା ସାହିତ୍ୟରେ ଲେଖା ହେଇଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଜଗନ୍ନାଥ ତତ୍ତ୍ୱାଶ୍ରମ ବଦ୍ଧପରିକର ଏବଂ ଆମେ ସେହି ଅନୁସାରେ ଆଗକୁ ଯାଉଛୁ ଏବଂ ଆସନ୍ତା ଦିନରେ ଆଗାମୀ ଦିନରେ ଏହା ଏକ ବିଶ୍ୱ ମଣିଷ ସମାଜକୁ ଏକ ଆଲୋକ ପ୍ରଦାନ କରିବ ଏବଂ କଳ୍କି ଚେତନାର ପରିପ୍ରକାଶ ଘଟିବ। ଇଏ କଳ୍କି କ'ଣ ଏବଂ କି ପ୍ରକାର ଘୋଡ଼ା ଉପରେ ଗୋଟେ ଲୋକ ଖଣ୍ଡା ଆଖି ଧରିକିରି ଏ ମଣିଷ ସମାଜରୁ କଳି କଲୁଷ ବା ଯେଉଁ ପ୍ରକାର ବିଶୃଙ୍ଖଳା ଆଜି ମଣିଷ ସମାଜରେ ଦେଖାଦେଇଛି ତାହା କି ପ୍ରକାର ଭାବରେ ଏହା ପରିବର୍ତ୍ତନ ହୋଇପାରିବ ତାର ବାସ୍ତବତାକୁ ସେ ସମ୍ପର୍କରେ ଅନ୍ୟ କିଏ କହୁନକୁ କେବଳ ତାର ଉତ୍ତର ଦେବ ଉଦୟବଟ। ନିଶ୍ଚିନ୍ତ ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍। ଆଜ୍ଞା ସମସ୍ତେ ତାଙ୍କର ଶିଷ୍ୟ, ଆମେ ବୋଲି କେହି ନୁହଁ, ଆମେ କିଛି ତାଙ୍କର ନୁହଁ, ସମସ୍ତେ ଯେତେ ଜଣ ଉଦୟବଟକୁ ଆସୁଛନ୍ତି ସମସ୍ତେ ଶିଷ୍ୟ। ସିଏ କହିଛନ୍ତି ଯେ ନାମ ପ୍ରଚାର ହେଉ, ପ୍ରତ୍ୟେକ ଗୁରୁବାର ଜଗନ୍ନାଥଙ୍କ ମେଳା ହେଉ, ଘରେ ଘରେ ମେଳା କରନ୍ତୁ, ସମସ୍ତେ ବୁଝନ୍ତୁ, କଲେ ସେ ଗୁରୁଦେବଙ୍କର ଇଚ୍ଛା ପୂରଣ ହେବ। ନିଶ୍ଚିନ୍ତ ମା, ଓଡ଼ିଶାରେ ଯେତେବେଳେ ଆମେ ଜନ୍ମ ନେଇଛେ ଆମର ବଡ଼ ଠାକୁର ତ ଜଗନ୍ନାଥ ନା, ସେଥିପାଇଁ ଆମେ ଜଗନ୍ନାଥଙ୍କୁ ରଖୁଛେ। କିନ୍ତୁ ଏଇ ଉଦୟବଟ ଠାରେ ଜଗନ୍ନାଥ ତତ୍ତ୍ୱ ଆଶ୍ରମ ଗଢ଼ି ଉଠିଛି ଭଗବାନ ଦାସଙ୍କ ପାଇଁ। ଆମେ ତାଙ୍କ ବୋହୂ, ବଡ଼ ବୋହୂ ଆଉ। ନା ଟିକେ କହିବେ? ହଁ, ଇଏ ନାତି ନାତୁଣୀ ବୋହୂ ଆଉ। ଆଜ୍ଞା, ଗୁରୁଦେବଙ୍କ ବିଷୟରେ। ଗୁରୁଦେବ ହେଉଛନ୍ତି ମୋର ଜେଜ। ଉଦୟବଟ ଆମେ ଛୋଟବେଳୁ ଦେଖିକି ଆସିଛୁ, ଜେଜ ଘର ପରିତ୍ୟାଗ କରିକି ଏଇଠି ଥିଲେ, ଆଉ ସେବେଠାରୁ ଏଇଟା ତିଆରି ହେଇଛି। ଆଉ ଏଠିକି ବି ବହୁତ ଶ୍ରଦ୍ଧାଳୁମାନେ ଆସୁଛନ୍ତି, ବାପା ବହୁତ ପ୍ରବଚନ ସବୁ ଦେଉଛନ୍ତି ଜଗନ୍ନାଥଙ୍କ ଉପରେ। ତ ବର୍ତ୍ତମାନ ତ ଜଗନ୍ନାଥ ଧାମ ଆମର ଗଢ଼ି ଉଠିଛି ନାଇଁ କି ଆଜ୍ଞା? ବହୁତ ବହୁତ ଧନ୍ୟବାଦ। ମା ଟିକେ କହିବି? ମୁଁ ତ ଜେଜେଙ୍କୁ ଦେଖିନି, କାରଣ ମୋ ନିଜ ଯେତେବେଳେ ମାନେ ପଳେଇଥିଲେ ଏଇଠୁ, ମୋର ମ୍ୟାରେଜ୍ ହେଇଥିଲା 2002ରେ। ତ ମୁଁ ଯେତିକି ଶୁଣିଛି ସେ ବହୁତ ଭଲ ମାନେ ଥିଲେ, ମଣିଷ ଥିଲେ। ସେ ବୋଉଙ୍କଠୁ ଯେତିକି ଶୁଣିଛି ଯେ କହନ୍ତି ସେ ସବୁବେଳେ ନାମ କୀର୍ତ୍ତନ କଲା ଟାଇମ୍ରେ ଯେ ମାନେ ପାଖରେ ବସେ ଯେଉଁ ଗୀତ ଲେଖନ୍ତି ଜଗନ୍ନାଥଙ୍କ ଉପରେ, ଜଗନ୍ନାଥଙ୍କର ମାନେ ଆମର ଯେଉଁ ମେଳା ହୁଏ ତ ସେସବୁ ଉପରେ ସେ ବହୁତ ଶୁଣାନ୍ତି, ଯେଉଁ ଲେଖନ୍ତି ତା ଉପରେ ସେ ବହୁତ ଲେଖାକୁ ସବୁ ଶୁଣାନ୍ତି ସମସ୍ତଙ୍କୁ। ସେ ବହି ବି ଅଛି, ଆମେ ବି ପଢ଼ୁ। ଆଉ ବହୁତ ଶୁଣିଛି, କିନ୍ତୁ ମୋର ଦୁର୍ଭାଗ୍ୟ ମୁଁ ତାଙ୍କୁ ଦେଖିପାରିଲିନି। ତ ଯେତିକି ଶୁଣିଛି ବହୁତ ମାନେ ତାଙ୍କ ପାଇଁ ଚିରନମନ୍ୟ। କ'ଣ କରିବା ମା, ଜନ୍ମ ଜନ୍ମର ସମ୍ପର୍କ ତ ଯୋଡ଼ି ହେବାର ସମ୍ପର୍କ। ଏ ଧାମରେ ଯେତେବେଳେ ସମ୍ପର୍କ ଥାଏ ସେତେବେଳେ ସେମାନେ ତାଙ୍କ ସହିତ ଯୋଡ଼ି ହେଇଯାଆନ୍ତି। ପରଠାରୁ ଏପର୍ଯ୍ୟନ୍ତ ମୁଁ ଉଦୟବଟର ଯେଉଁ 4ଟା ଫଙ୍କସନ୍ ମୁଁ ସବୁବେଳେ ଆଟେଣ୍ଡ କରେ, ଯେଉଁଠି ବି ଥାଉ ନା କାହିଁକି ମୁଁ ଆସିକି ପହଞ୍ଚେ। ବହୁତ ବହୁତ ଧନ୍ୟବାଦ, ଆଗକୁ ଏହା ଜାରି ରହୁ ଆଜ୍ଞା। ଆମେ ଆଜି ଭଗବାନ ଦାସଙ୍କର ସେହି ଶ୍ରାଦ୍ଧବାର୍ଷିକ ଉତ୍ସବରେ ଭାବସାଗର ଦାସଙ୍କ ସହ କିଛି ଆଲୋଚନା ରଖିବା ବାବାଙ୍କ ବିଷୟରେ। ଟିକେ ବାବା ଜାଣିବାକୁ ଚାହୁଁଛୁ, ଭଗବାନ ଦାସ ବର୍ତ୍ତମାନର ଏ ଯେଉଁ ସ୍ଥିତି ଆସିଛି ଏ ସ୍ଥାନରେ ଜଗନ୍ନାଥ ତତ୍ତ୍ୱ ଆଶ୍ରମ, ଏ ବିଷୟରେ ଟିକେ ଆଲୋକପାତ ରଖିବେ। ସଂକ୍ଷେପରେ ହେଉଛି ଜଗନ୍ନାଥ ତତ୍ତ୍ୱ ଆଶ୍ରମ, ଯେଉଁଟା ଉଦୟବଟ ଧାମ ପରିସର ଭିତରେ ସୃଷ୍ଟି କରାଯାଇଛି। ତା'ର ମୁଖ୍ୟ ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଉଛି ଜଗତକୁ ସତ ଉପଦେଶ ଦେବା ପାଇଁ। ସତ ଉପଦେଶ ଏହା ମଣିଷ ପରସ୍ପର ଭିତରେ ଯେଉଁ ସ୍ନେହତାର ଅଭାବ ଅଛି ବା ପରସ୍ପର ଭିତରେ ଯେଉଁ କଳଙ୍କର ସ୍ତର ବଢ଼ି ଚାଲିଛି, ଏହାକୁ ସଂଶୋଧନ କରିବା ପାଇଁ ଶ୍ରୀମଦ୍ ଜଗନ୍ନାଥ ଦାସ ଏକ ପାଣ୍ଡୁଲିପି ଉପସ୍ଥାପନା କରିଥିଲେ, ସେ ହେଉଛି ଶ୍ରୀମଦ୍ ଭାଗବତ। ତେଣୁ ସେହି ଭାଗବତକୁ ଅନୁକରଣ କରି ରାଜଲୋଚନ ଦାସ ତାକୁ ଅତି ସର୍ଟରେ ଉପାଖ୍ୟାନ କଲେ ଉଦୟସ୍କନ୍ଧର ସାରସତ୍ୱକୁ ତାକୁ ଆହୁରି ସ୍ୱଳ୍ପ କରିବା ପାଇଁ ସୃଷ୍ଟି କରିଛନ୍ତି ଭଗବାନ ଦାସ, ଯେଉଁଟାକି ନାମ ସୃଷ୍ଟି କରାଯାଇଛି ଜଗନ୍ନାଥ ବ୍ରହ୍ମନାମ ତତ୍ତ୍ୱ ହ୍ଲିଂ ଶ୍ରୀ କ୍ଲିଂ ନାମ, ଯେଉଁ ନାମ ଦିନେ ସମଗ୍ର ବିଶ୍ୱରେ ରହିବ, ଜାରି ରହିବ ବୋଲି ମହାପୁରୁଷମାନେ କହି ଆସିଛନ୍ତି। ତେଣୁ ଉଦୟବଟ ପାରୁଷ ଲୀଳା ହେବ, ଅନାହତ ଧୁନି ଶବ୍ଦ ତିନି ପୁର କମ୍ପିବ, ଚାରିଦିଗ ଲୋକ ହୋଇବେ ଭେଟ, ଚରଣ ସେବାରେ ଖଟିବେ ଲୀଳା ହେବ ଚହଟ। ଏଇ ଯେଉଁ ସମୟ ଆସୁଛି ଆଗକୁ, ଏହି ସମୟରେ ଏଇ ନାମ ହିଁ ଏକମାତ୍ର
ସାଥୀ ବା ସାହା ବୋଲି ଅତ୍ୟୁକ୍ତି ହେବନି କହିଲେ। ବ୍ରହ୍ମନାମ ବ୍ରହ୍ମଣ କଳି ସହିତ ଉଦୟର କ'ଣ ମାନେ ସେଇ ସମ୍ପର୍କଟା କ'ଣ ସେଇଟା ଟିକେ ଜାଣିବ। ସମ୍ପର୍କ ହେଉଛି ଆଜ୍ଞା ଯେଉଁ ମାରିକିରି ତାଙ୍କୁ ଚୋରାଗ୍ରସ୍ତ କରିଦେଇଥିଲା କଳି କିଛି ସମୟ ଯାଇ ଯେଉଁ ଆସିଛି ଲୀଳା କରିବା ପାଇଁ ତାର ଏଇଟା ହେଉଛି ମାନେ ମଝି ପୋଜିସନ୍ ଯେଉଁଟାକି କଳି ଅପସରି ଯାଉଥିବ ସତ୍ୟର ଆଗମନ ହେଉଥିବ। ମୋ କଥା ବୁଝୁଛନ୍ତି ଏ ସମୟରେ ଆମେମାନେ ଏକୀକୃତ ହେଇଛେ ଆମକୁ ସେଇ ଈଶ୍ୱର ହିଁ ଏକୀକୃତ କରିଛନ୍ତି ଯେଉଁଟାକି ଉଦୟବଟ ପବିତ୍ର କ୍ଷେତ୍ର ଉପରେ ଏକ ସାଧାରଣ କ୍ଷେତ୍ର ନୁହେଁ। ଏହି କ୍ଷେତ୍ର ଉପରେ ଆଜି ଆମେ ସ୍ୱଳ୍ପ ମାତ୍ରାରେ ଏକୀକୃତ ହେଇଛେ। ଆଗାମୀ 4 ଦିଗର ଲୋକ ଭକ୍ତମାନେ ଏଠିକି ଆସିବେ ବୋଲି ମହାପୁରୁଷମାନେ କହିଯାଇଛନ୍ତି। ବ୍ରହ୍ମନାମ ଦ୍ୱାରା ଯଦି ଆମେ ଏ କଳିରୁ ପାର ହୋଇପାରିବା ବ୍ରହ୍ମନାମ ଦ୍ୱାରା ଯଦି ଅସତ୍ୟରୁ ସତ୍ୟ ମାର୍ଗକୁ ଆମେ ଆସିକିରି ଆଗକୁ ବଢ଼ିପାରିବା କାହିଁକି ଏହାକୁ ଗ୍ରହଣ କରିବା ନାହିଁ ଆଜ୍ଞା। ଏହା ଗ୍ରାମ ଗ୍ରାମରେ ପ୍ରଚାର ହେବାର ଆବଶ୍ୟକତାର ସମୟ ମଧ୍ୟ ଆସିଯାଇଛି। ଗୁରୁଦେବଙ୍କ ବିଷୟ ଭଗବାନ ଦାସ ଯେତେବେଳେ ଏଠିକି ଆସିଲେ ଏଇଟା ନିର୍ଘାତ ଜଙ୍ଗଲ ଥିଲା। ଆଜ୍ଞା ଏ ଜଙ୍ଗଲରେ ଲୋକ ଏପଟରେ ବାଟ ନଥିଲା ଆଉ ଉପର ମଠରେ ସେପଟେ ଯେଉଁ କିଆ ଖୁନ୍ଦୁଳା ଥିଲା ସେ ଜଗନ୍ନାଥ ମନ୍ଦିର ହେଇନଥିଲା। ତାପରେ ସେ ଯେଉଁ ବାଲି ଟିକିରା ଥିଲା ସେ ବାଲି ଟିକିରାରେ ଏଠି ପହଞ୍ଚିଲା ବେଳକୁ ଗୋଡ଼ ପୋଡ଼ି ଯାଉଥିଲା ଏତିକି ବାଟ ପହଞ୍ଚିଲା ବେଳକୁ ମଣିଷ ଥକି ଯାଉଥିଲା। ତାପରେ ଭଗବାନ ଦାସ ଆସିଲା ପରେ ଶଙ୍ଖ ବେରାଠୁ ଆରମ୍ଭ କରି ସମସ୍ତେ ଆସିଲେ ଆମର କାଳିଆପାଟର ଆଶ୍ରମର ଲୋକ ଆସିଲେ ଆସିକରି ଆଉ ସମସ୍ତଙ୍କ ଉପସ୍ଥିତିରେ ବାଟ ଖୋଲା ହେଲା। ଏ ବାଟ ଖୋଲା ହେଲା ପରେ ଭଗବାନ ଦାସ ଏଠି ତାଙ୍କର ଶିଷ୍ୟତ୍ୱ କଲେ। ଶିଷ୍ୟତ୍ୱ ଆମେ ସବୁ ଶିଷ୍ୟତ୍ୱ ଗ୍ରହଣ କଲୁ। ଶିଷ୍ୟତ୍ୱ ଗ୍ରହଣ କଲା ପରେ ବ୍ରହ୍ମନାମ କଳିଯୁଗରେ ଯେଉଁ ନାମଟାକୁ ନାମ ଉଦ୍ଦେଶ୍ୟରେ ଆସିଥିଲେ ସେ ତାଙ୍କର ସେ ବ୍ରହ୍ମନାମଟା ପ୍ରଚାର କଲେ ଯାହାଫଳରେ ଆମେ ସେ ବ୍ରହ୍ମନାମର ତତ୍ତ୍ୱଟାକୁ ଜାଣିକିରି ଆମେ ସମସ୍ତେ ତାର ଦୀକ୍ଷିତ ହୋଇକିରି ଆମେ ସେ ବ୍ରହ୍ମନାମ କଲୁ। ତେଣୁ ତାଙ୍କୁ ଗୁରୁ କରିକିରି ରହିଲୁ। ଆଉ ମାଳିକାରେ ଅଚ୍ୟୁତାନନ୍ଦ ଗୋସ୍ୱାମୀଠୁ ଆରମ୍ଭ କରି ପଞ୍ଚସଖା ସମସ୍ତେ ଉଦୟଭଟ ବାବଦରେ ଲେଖିଛନ୍ତି। ଆଉ ଉଦୟଭଟ ବାବଦରେ ଯେତେବେଳେ ଲେଖି ଯାଇଛନ୍ତି ଆମେ ମହାପୁରୁଷ ଭଗବାନ ଦାସ ଯେତେବେଳେ ସେ କଥାଟାକୁ ପରିପ୍ରକାଶ କଲେ ଆମର ଦୃଢ଼ ବିଶ୍ୱାସ ହେଲା ଯେ ଏଇ ନାମ ତ ସେ ଲେଖି ଯାଇଛନ୍ତି ପଞ୍ଚସଖା ଆଉ ଭଗବାନ ଦାସ ଏଇ ରାଜୀବ ଶଙ୍କର ଯେଉଁ ଭବିଷ୍ୟବାଣୀ ଯେ କଳିକି ଠାକୁର ଉଦୟ ହେଲେ ଭକ୍ତ କଷଣ ଯିବ ବୋଲି ତେଣୁ ଆସିକିରି ଭଗବାନ ଦାସ କଳିକି ଠାକୁରଙ୍କୁ ଧରାପୃଷ୍ଠକୁ ଆଣିଲେ ତାଙ୍କର ପ୍ରାଣ ପ୍ରତିଷ୍ଠା କରାଗଲା। ତାପରେ ସେଇଦିନଠୁ ଆସ୍ତେ ଆସ୍ତେ ମନ୍ଦିର ଫନ୍ଦିର ସବୁ ହେଇଛି ଆଉ। ତେଣୁ ଆମେ କହିବାକୁ ଗଲେ ଉଦୟଭଟ ରାଜୀବଙ୍କ ପରେ ଭଗବାନ ଦାସଙ୍କ ଦ୍ୱାରା ଏ କଳ୍କି ତତ୍ତ୍ୱ ଆଶ୍ରମର ଉଦ୍ଘାଟନ। ଆଜ୍ଞା ଆଜ୍ଞା ରାଜୀବ ଦାସଙ୍କର ଭବିଷ୍ୟବାଣୀ ତାକୁ ଭଗବାନ ଦାସ ପୂରଣ କରିଛନ୍ତି ଆଉ। ଯେତେବେଳେ ଧ୍ୱଜା ଉଡ଼ିବ ନୂଆପାଟଣାରେ ସେତେବେଳେ ଜାଣିବୁ କଳିଯୁଗ ଆସି ନିକଟ ହେଲା। ଇଏ କଥାଟା ମହାପୁରୁଷମାନେ ଲେଖି ଯାଇଥିଲେ। ସେହି ଅନୁସାରେ ଯେତେବେଳେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ଆଜି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ସୁଦର୍ଶନ ମହାପ୍ରଭୁ ଆସିକିରି 4 ମୂର୍ତ୍ତି ଆବିର୍ଭାବ ହୋଇଛନ୍ତି। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।